ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ବାଲିଡିହାଠାରେ ଥିବା ଢୁଡୁୟା ବାରୁଣୀପୀଠ ପବିତ୍ର ବାରୁଣୀ ସ୍ନାନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଶ୍ରଦ୍ଧାଳୁମାନେ ବାରୁଣୀ ପୀଠରେ ବୁଡ଼ ପକାଇଛନ୍ତି। ଗଙ୍ଗାହର ନଦୀ ଗର୍ଭରେ ବିଦ୍ୟମାନ ବାବା ଢୁଡେଶ୍ୱରଙ୍କ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଛୁଟି ଆସୁଛନ୍ତି ବାରୁଣୀ ମେଳାକୁ। ଏହି ପୀଠରେ ଭକ୍ତମାନେ ପହଞ୍ଚି ବାରୁଣୀ ପୀଠର ବୁଡ଼ ପକାଇବା ସହିତ ବାବା ଢୁଡେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ବର୍ଷ ତମାମ ସବୁଦିନ ଗଙ୍ଗାହର ନଦୀର ପାଣିରେ ବୁଡ଼ି ରହିଥିବା ବାବା ଢୁଡେଶ୍ୱର କେବଳ ଗୋଟିଏ ଦିନ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହା ସହିତ ଆଜି ଦିବସର ମହାତ୍ମ୍ୟ ଅନୁସାରେ ଗଙ୍ଗାହର ନଦୀରେ ବୁଡ଼ ପକାଇ ବାବାଙ୍କୁ ପୂଜାର୍ଚ୍ଚନା କଲେ ପୂର୍ବ ଜନ୍ମର ପାପତ୍ତାପ କ୍ଷୟ ହେବା ସହିତ ମନସ୍କାମନା ପୂର୍ଣ୍ଣ ହେବାର ବିଶ୍ୱାସ ରହିଛି। ହଜାର ହଜାର ଭକ୍ତ ହାତରେ ପୂଜା ସାମଗ୍ରୀ ନେଇ ବାବାଙ୍କ ପୂଜାର୍ଚ୍ଚନା କରିଛନ୍ତି। ଏପରିକି ଏହି ପୀଠରେ ଆଦିବାସୀମାନେ ପିତୃପୁରୁଷଙ୍କ ନିମନ୍ତେ ଅର୍ଘ୍ୟ ଅର୍ପଣ କରିଥାନ୍ତି। ତେବେ ଆଜିକାର ଏହି ପବିତ୍ର ଦିନରେ ଢୁଡୁୟା ବାରୁଣୀ ପୀଠକୁ କେବଳ ମୟୂରଭଞ୍ଜ ଜିଲ୍ଲା ନୁହେଁ, ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଦର୍ଶନ କରିବା ନିମନ୍ତେ ଆସିଥାନ୍ତି। 2 ବର୍ଷ ହେବ କରୋନା କଟକଣା କାରଣରୁ ଏହି ବାରୁଣୀ ପୀଠରେ ଭକ୍ତଙ୍କ ବୁଡ଼ ଉପରେ ପ୍ରତିବନ୍ଧକ ଲାଗିଥିଲା। ଏହା ସହିତ ଏଠାରେ ବିନା ଭକ୍ତରେ ପୂଜା ପାଉଥିଲେ ବାବା ଢୁଡେଶ୍ୱର। ହେଲେ 2 ବର୍ଷ ପରେ କଟକଣା କୋହଳ ହୋଇଥିବାରୁ ଭକ୍ତଙ୍କ ସମାଗମ ବୃଦ୍ଧି ହେବାରେ ଲାଗିଛି। ବାବା ଢୁଡେଶ୍ୱରଙ୍କ ପୀଠରେ ଅନେକ ମହାତ୍ମ୍ୟ ରହିଥିବା ବେଳେ ଏହା ସ୍ଥାନୀୟ ଉପଖଣ୍ଡର ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ମଧ୍ୟ ପରିଚିତ। ଖୁଣ୍ଟାରୁ ଦୀପକ ଚୌଧୁରୀଙ୍କ ରିପୋର୍ଟ।